ଅସୁବିଧା କଲେ କେମିତି ହବ? ସେଇ କଥା ତ ମୁଁ କହୁଛି, ହେଲେ ଏ ଘରେ କେହି ମୋ କଥା ଶୁଣିଲେ ତ? ତୁ ଚୁପ୍ କର, ଟିକେ କାମ କଲେ ତ ଥକି ହାଲିଆ ହୋଇ ପଡୁଛୁ। ଏ ବୟସରେ ମୁଁ କେତେ ସମ୍ଭାଳିବି? ହେଇଟି ଶୁଣ ଆଶା ଦିଦି, ଏମିତି ଥରକୁ ଥର ଚେକଅପ ଔଷଧ ଏ ରଙ୍ଗ ଢବ ସବୁ ମୋ ଦେହରେ ଯାଏନି। କାଇଁ ଆମ ବେଳେ କୋଉ ଏତେ ପାଲା ଥିଲା କି? ଆମେ କଣ ଆଉ ଛୁଆ ଜନ୍ମ କରିଛୁ ନାଇଁ ବା? ଠିକ କହୁଛି ହେଲେ ସତ କଥାଟା ଲୁଚି ଯାଉଛି। ହଁ ମ ଠିକ କହୁଛି ପୁରା ମଞ୍ଜ କଥାଟା କହିଲ। କେତେ ଡାକ୍ତର ଔଷଧ କଣ ଦରକାର ବା? ହେଇଟି ମଉସା, ତୁମେ ଯାହା କହିଲ ସେତେବେଳେ ଜନ୍ମ ସମୟରେ କେତେ ଅସୁବିଧା ହେଉଥିଲା ଟିକେ ମନେ ପକାଅ ତ। ସେଇ ଯୁଗ ଗଲାଣି, ଏବେ ଜାଗିବାର ବେଳ। ଆରେ ଏ ତ ଭଲ ଲକ୍ଷଣ ନୁହେଁ। ଜଲ୍ଦି ଏଏନଏମ୍ ଦିଦିଙ୍କ ପାଖକୁ ବୋହୂକୁ ନେଇଯିବା। ସେ ଠିକରେ ଖିଆପିଆ କରୁନି କି? କିଛି ଅସୁବିଧା ହବନି ତ ଦିଦି? ଆରେ ତୁ ସେ ମାଇପି କଥାରୁ କଣ ପାଇବୁ? ତୁ ତ କାମରେ ଯାଉନୁ। ଏଇଟା କି ଅପରୂପ କଥା? ସବୁ ସ୍ତ୍ରୀ ଲୋକ ତ ପଛରେ ଖାଆନ୍ତି। ଆମେ କଣ ଆଉ ବୋଉ ହେଇଛୁ ନା ନାଇଁ ବା? ଆପଣ ମାନେ କହୁନାହାନ୍ତି, ମୁଁ କଣ ନାକରା କଥା କହୁଛି? ଠିକ କହୁଛି ହେଲେ ସତ କଥାଟା ଲୁଚି ଯାଉଛି। ସେମିତି ଚାଲିଛି ନା? ଜାଣିବା ଲୋକ ହୋଇ ଏମିତି କଣ କହୁଛ? ତୁମେ ମାନେ କଣ ଜାଣିନ ଯେ ଗର୍ଭବତୀ ସ୍ତ୍ରୀ ପୁଷ୍ଟିକର ଖାଦ୍ୟ ନ ଖାଇଲେ ପେଟର ପିଲାକୁ ପୋଷଣ ମିଳେନି ବୋଲି? ତୁମେ ତ କମ ବୟସର ଝିଅକୁ ବୋହୂ କରି ଆଣିଲ। ବାହାଘରର ବର୍ଷେ ନ ପୁରୁଣୁ ତା ପେଟରେ ଛୁଆ ରହିଲା। ଏସବୁ ବିଷୟରେ ତାର କଣ ବୁଦ୍ଧି ହେଲାଣି? ହେଇଟି ବୁଲୁ, କମ ବୟସରେ ଗର୍ଭବତୀ ହେବା, ପୁଷ୍ଟିକର ଖାଦ୍ୟ ନ ଖାଇବା, ଦେହରେ ଆଇରନର ଅଭାବ ହେବା, ଏସବୁ ମା ଓ ଛୁଆଙ୍କ ପାଇଁ ବିପଦ। ତା ଦେହ ପା କଥା ତୁମେ ବୁଝିବ ନା? ପୁଷ୍ଟିକର ଖାଦ୍ୟ ସଙ୍ଗେ ନିୟମିତ ଚେକଅପ୍ କରିବା, ଆଇରନ୍ କ୍ୟାଲସିୟମ ଟାବଲେଟ ଦେବା ବହୁତ ଜରୁରୀ। ସତ କି ଆଶା ଦିଦି? ମୁଁ କି ଏତେ କଥା ଜାଣିଛି? ହେଇଟି ଆଶା ଦିଦି,